ମୁଁ ସେ ଯେଉଁ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକଙ୍କୁ ମୋର ପ୍ରଶ୍ନ, ଏ ଗତ 2.5 ବର୍ଷ ସରକାର ହେଇଗଲାଣି। 2.5 ବର୍ଷ ଭିତରେ ଏଣ୍ଟାର ଭାରତ ଓଡ଼ିଶାର 314 ବ୍ଲକ, ଏ 314 ବ୍ଲକର ଥିବା ପ୍ରତି ଗାଁରେ କେଉଁ ଗାଁରେ ଗୋଟେ ଗୋଟେ ପୋଖରୀ ଖୋଳିଛନ୍ତି? ଆଗ କୁହନ୍ତୁ, କେତୋଟି ପୋଖରୀ ସାରା ଓଡ଼ିଶାରେ ଖୋଳିଛନ୍ତି ଯେଉଁଥିରେ ପାଣି ରହିଛି? ସେଇ ପ୍ରକାର ଗୋଟେ ଆଗ ହିସାବ ଦିଅନ୍ତୁ, ତାହେଲେ ଆମେ ଜାଣିପାରିବା ସେ ଯାହା କହୁଛନ୍ତି କାର୍ଯ୍ୟରେ ଲଗେଇବେ ବୋଲିକି। ମୋର ବିଶ୍ୱାସ ଏଇ ଯେଉଁ ଟଙ୍କା ଯିବ, ଏ ଟଙ୍କା କେବଳ କିଛି ବିଲ୍ଡିଂ, କାରଣ ଆଙ୍କର ଗୋଟିଏ କଥାରେ ରହିଛି, ଆମେ ଭୁବନେଶ୍ୱରରେ ଦେଖୁଛେ ଗୁଡ଼ାଏ ଘର ଭଙ୍ଗା ହେଉଛି, ଗୁଡ଼ାଏ ବଡ଼ ବଡ଼ ବିଲ୍ଡିଂ ତିଆରି ହେଉଛି, ହାଇ ରାଇଜିଂ ବିଲ୍ଡିଂ। ସେଇ ବିଲ୍ଡିଂ ତିଆରି ମାଧ୍ୟମରେ ଇଏ ପୁରାପୁରି ପଇସାକୁ କଣ୍ଟ୍ରାକ୍ଟର ଏବଂ କଣ୍ଟ୍ରାକ୍ଟର ତାଙ୍କ ପାଖକୁ ନେବାର ଯେଉଁ ବ୍ୟବସ୍ଥା, ସେଇଥିରେ କେବଳ ଖର୍ଚ୍ଚ ହେବ, ଲୋକଙ୍କ କାମରେ କିଛି କାମରେ ଲାଗିଲା ବେଳେ ଖର୍ଚ୍ଚ ହେବ।